ସକାଳୁ ସକାଳୁ ଗାଧେଇ ପାଧେଇ ଠାକୁର ପୂଜା ସାରି ଅଳତା ଲଗେଇ ଖାଇ ପିଇ ମୁଁ ବାହାରିଗଲି। ଆଙ୍କୁ ଟିକେ କହିଦେଇଥିଲି ବୋଲି ଦେହଟା ଭଲ ନାହିଁ, କୁଆଡ଼େ ଯାଇପାରୁନି, ଏ ପାଖକୁ ଚାଲିଲ ଟିକେ ଯିବା। ସ୍କୁଟରରେ ଆମେ ଦିହେଁ ବାହାରିଲୁ। ଗଲାବେଳେ ମୁଁ ଟିକେ ଚୁପ୍ ଚୁପ୍ ଭିଡ଼ିଓ କରୁଥିଲି, କାହିଁକିନା ଏନ୍ଏଚ୍ ଉପରେ ଭିଡ଼ିଓ କଲେ ଖାଲି ସୋଧା ବାଜିବ। ଯେତେବେଳେ ଆମେ ଭିତର ରାସ୍ତାକୁ ଗଡ଼ି ପଡ଼ିଲୁ, ଆଉ କାହିଁ ଡରିବି ଯେ, ମୁଁ କହିଲି ମୁଁ ଭିଡ଼ିଓ କରୁଛି, ଆଉ ତମେ ଟିକେ ଆଡ଼ିକି ମୁହଁ ଦେଖାଉନ। ସେ କହିଲେ ନାଇଁ ତୋର ତୁ ଯାହା କରୁଛୁ କର, ମୁଁ ମୁହଁ ଦେଖେଇ ପାରିବିନି। ମୁଁ ସେଇଠୁ ମୋର ଭିଡ଼ିଓ କରି କରି ଯାଉଥିଲି। ଆମେ ଏମିତି ବହୁତ ସ୍କୁଟରରେ ବୁଲିଛୁ, କିନ୍ତୁ ଏବେ କ୍ୱଚିତ ବୁଲୁଛି, ସେଇଥିପାଇଁ ଟିକେ ଭିଡ଼ିଓ କରିଦେଉଛି। ଏ ବୟସରେ ଆଉ କେତେ ଦିନ ବୁଲି ପାରିବୁ କିଏ କହିବ। ଏତିକି ଫୋନରେ ଗୋଟେ ରିଙ୍ଗ ଆସିଲା। ସବୁବେଳେ ଆମେ ଏମିତି କରୁ, ସିଏ ତ ଛାତି ପକେଟରେ ତାଙ୍କ ଫୋନ ରଖିଥାନ୍ତି, ମୁଁ ତାଙ୍କ ଫୋନ ଆଣିକି ଉଠାଏ ଆଉ କହିଦିଏ ଯେ ଟିକେ ପରେ କଥା ହେବେ। ସେଦିନ ବି ସେମିତି ଫୋନଟା ଆଣିଲି, କଥା ବି ହେଲି, କିନ୍ତୁ ଠିକ ରଖିଲା ବେଳକୁ ଫୋନଟା ମୋ ହାତରୁ ଖସି ପଡ଼ିଲା, ତାଙ୍କ ପକେଟରେ ନ ବସି ଗଳି ପଡ଼ିଲା। ମୁଁ ଟିକେ ଅନ୍ୟମନସ୍କ ଥିଲି ଭିଡ଼ିଓ କରିବି ବୋଲି, ମୁଁ ଭାବିଲି ମୁଁ ତାଙ୍କ ପକେଟରେ ପୁରଉଛି, କିନ୍ତୁ ପ୍ରକୃତରେ ଫୋନଟା ଗଳିକି ପଡ଼ିଲା। ଯାହା ହଉ ଭାଗ୍ୟ ଭଲ, ଗାଡ଼ି ମୋଟେ ସ୍ପିଡରେ ନଥିଲା, କି ଆଉ କୁଆଡ଼ୁ ଧର ଗାଡ଼ି ଫାଡ଼ି ଆସିକି ଛିଟିକିକି ତ ପଡ଼ିଲା, ଯଦି ମାଡ଼ି ଦେଇଥାନ୍ତା ଫୋନଟି ଯାଇଥାନ୍ତା। କଭର ଥିଲା, ଫୋନର କିଛି ହେଲାନି। ଗାଳି ଟିକେ ଖାଇବାକୁ ପଡ଼ିଲା, ସିଏ ସ୍କୁଟର ରଖିଲେ, ଆମେ ପୁଣି ଫୋନ ଥୁଆଥୁଇ କରିକି ଗଲୁ। ଏ ଜଙ୍ଗଲିଆ ରାସ୍ତା ଦେଖିଲେ ତ ମୋର ଖାଲି ଭିଡ଼ିଓ କରିବାକୁ ମନ, ମୁଁ ଆଉ କ'ଣ କରିବି, ମୋର ତ ସେଟା ଆଳୁ ଦୋଷ। ଆଉ ଏବେ ସିନା ମୁଁ ୟୁଟ୍ୟୁବ ଖୋଲିଲି, ଆଗରୁ ବି ମୋତେ ଫଟୋ ଉଠାଇବାକୁ ବହୁତ ଭଲ ଲାଗେ। ଆଉ ଯେବେଠୁ କ୍ୟାମେରା ହାତରେ ପଡ଼ିଲାଣି, ମୁଁ ତ ସବୁ ଦୃଶ୍ୟକୁ କଏଦ କରି ରଖିବାକୁ ଚାହେଁ। ତାପରେ ପୁଣି ପିଲାମାନେ ଯେବେଠୁ ୟୁଟ୍ୟୁବ କରିଦେଲେଣି, ସେ ନିଶାଟା ମୋର ଆହୁରି ବଢ଼ିଗଲାଣି। ଆମେ ଯାଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିଗଲୁ। ଏଇଟା ହେଉଛି ଦେଉଳିଆପାଟଣାର ଜଗନ୍ନାଥ ମନ୍ଦିର। ଆଉ ଏଠି ମା ଅଛନ୍ତି, ଆଉ ମା ମଙ୍ଗଳା ଆଉ ମହାଦେବ ବି ଅଛନ୍ତି। ମୁଁ ସମସ୍ତଙ୍କୁ ପ୍ରଥମେ ଦର୍ଶନ କରିଦେଇ ଚାଲିଗଲି ଆଉ 2 ଜଣ ପ୍ରିୟ ଲୋକଙ୍କୁ ଦେଖା କରିବାକୁ। ଇଏ ହେଲେ ଭାଉଜ, ଯାହାଙ୍କୁ ଦେଖା କରିବା ଉଦ୍ଦେଶ୍ୟରେ ମୁଁ ଯାଇଥିଲି। ଆଉ ଇଏ ମାଉସୀ, ମାଉସୀଙ୍କୁ ତ ମୁଁ ବହୁତ ଭଲ ପାଏ, ମୋତେ ଲାଗେ ମାଉସୀ ବି ମୋତେ ବହୁତ ଭଲ ପାଆନ୍ତି। ମାଉସୀ ଏକୁଟିଆ ବସି ବସି ତାସ ଖେଳୁଥିଲେ, ଦେଖୁନାହାନ୍ତି ମୋତେ ଦେଖି ମୁଣ୍ଡରେ କେଡ଼େ ବଡ଼ ଓଢ଼ଣା। ମୁଁ କହିଲି ମୁଁ ବୋହୂ କରିବିନି ମୋ ମାଉସୀ, ମୁଁ 3ଟା ବୋହୂ ପା ଆଣି ସାରିଲିଣି। ଏମିତି ଥଟ୍ଟା ମଜା ହେଇ କଥାବାର୍ତ୍ତା ହେଲୁ। ମୋର ମା ନାହିଁ ନା, ମୁଁ ମା ଛେଉଣ୍ଡ, ଯୋଉଠି ମା ସ୍ନେହ ପାଏ ସେଠିକି ଟିକେ ଦୌଡ଼ିଯାଏ। ଆଉ ମାଉସୀ ଆଉ ଭାଉଜ ତ ମୋତେ ବହୁତ ଭଲ ପାଆନ୍ତି। ସେଠି ଭାଉଜ ଆଉ ମାଉସୀଙ୍କ ସାଙ୍ଗେ କଥାବାର୍ତ୍ତା ହେଇସାରି, ଚାହା ପିଇ ସାରି, ଝରକା ପାଖରେ ଆସି ବସି ଦେଖିଲା ବେଳକୁ ଝରକାରେ ମଶାଙ୍କ ପାଇଁ ଯେଉଁ ରେଲିଂ ଲାଗିଥିଲା ମୋତେ ଭାରି ପସନ୍ଦ ହେଲା। ମୁଁ ତାର ଟିକେ ଭିଡ଼ିଓ କରିଦେଲି, ପିଲାଙ୍କୁ ଦେଖେଇବି, ଆମ ଝରକାରେ ଲଗେଇବି ବୋଲି। ଆଉ ବାରିପଟ ବି ସୁନ୍ଦର ଦେଖାଗଲା। ଭାଉଜା କହିଲେ ଚାଲୁନ ବାହାରୁ ବୁଲିକି ଆସିବା, ତମେ ଆଜି କରମଙ୍ଗା ନବନି କି? ଆମେ କରମଙ୍ଗା ଗଛକୁ ଯାଇକି ଅନେଇଲା ବେଳକୁ ଖାଲି ଫୁଲ ଫୁଟିଛି, ହେଲେ ଆଉ କରମଙ୍ଗା ନାହିଁ। ସବୁ ଯାହା ଥିଲା ପାଚିଥିଲା ଉପରେ, ତାକୁ ସବୁ ମାଙ୍କଡ଼ ଖାଇକି ସଫା କରିଦେଇଛନ୍ତି। ସେଇଠୁ ଆମେ ବାରିରେ ବୁଲିଲୁ। ବୁଲିଲା ବେଳକୁ ଏଇ ସଦାବିହାରୀ ଫୁଲଟା ଦେଖିଲି। ଆପଣମାନେ ଦେଖିଛନ୍ତି ଏ ସଦାବିହାରୀ ଫୁଲ? ମୋ ପାଖେ 2 ପ୍ରକାର ଥିଲା, ଏଇଟା ନଥିଲା। ପୁଣି ଏଇ ଅପରାଜିତା, ମୋ ପାଖେ ନୀଳ ଅପରାଜିତା ଅଛି, ଆଉ ପରିସ୍ଥିତିକିଆ ଧଳା ଅପରାଜିତା ଅଛି। ଏସବୁ କଥାବାର୍ତ୍ତା ହେଇ ଫେରିଲା ବେଳକୁ ମାଉସୀ ଦାଣ୍ଡକୁ ବାହାରି ଆସିଥିଲେ। ମୁଁ ତାଙ୍କୁ ପ୍ରଣାମ କଲି, ସେ ଦୂରରେ ଠିଆ ହେଇ ମୋତେ ଆଶୀର୍ବାଦ କଲେ। ପାହାଚରେ ଆସିବାକୁ ଆମେ ତାଙ୍କୁ ବାରଣ କଲୁ। ଭାଉଜ ବି ମୋତେ ବିଦା ଦେଲେ। ବିଦା ହେଇକି ମୁଁ ପଳେଇ ଆସିଲି। ଆସିଲା ବେଳେ ଭାଉଜ ପୁଣି ଗେଟ୍ ପର୍ଯ୍ୟନ୍ତ ଆସି ଆହୁରି ଥରେ ମୋତେ ଦେଖା ଦେଇକି ଗଲେ। ଭାଉଜ ମୋତେ ଯାହା ସବୁ କହିଥିଲେ ମୁଁ ବାଟରେ ତାଙ୍କୁ କହୁଥିଲି। ଏତେବେଳକୁ ଦେଖିଲା ବେଳକୁ ଗାଈ, ଛେଳି, ବଗ, ମେଣ୍ଢା। ମୁଁ କହିଲି ଟିକେ ରୁହ ମ, ଏମିତି କୋଉଠି ଆଉ ଦେଖିବାକୁ ମିଳୁଛି? କହିଲେ ହଁ, ତତେ ତ କିଛି ଦେଖିବାକୁ ମିଳୁନି। ଆଉ ମୁଁ କହିଲି ଦେଖ, NHକୁ ଉଠିଗଲେ ତେଣିକି ତ ସହର। ଦେଖିଲ ମୁଁ ପାଖକୁ ଗଲାରୁ ବଗ ସବୁ ଉଡ଼ିଗଲେ, ଆହୁରି ମୋତେ ବଢ଼ିଆ ଲାଗିଲା। ମେଘଭର୍ତ୍ତି ଆକାଶରେ ବଗମାନେ ଉଡ଼ୁଥିବାର ଦୃଶ୍ୟ ମୁଁ ସିନା ସେତେ ଭଲରେ ମୋ ଫୋନରେ କଏଦ କରିପାରିଲିନି, କାହିଁକିନା ମୁଁ ତାର ବାଡ଼ ଏପଟେ ଥିଲି, ସେପଟକୁ ଆଉ ଯାଇପାରିଲିନି। ଯାହା ବି ହଉ, କହିଲେ ଚଞ୍ଚଳ ଆସୁନ, ମେଘ ପୁରା ଆସୁଛି। ମୁଁ ସେଇଠୁ ତରବର ହେଇକି ଆସିଲି। ତରବର ହେଇ ଆସିଲେ କ'ଣ ହବ, ଆଗକୁ ଗଲାବେଳକୁ ପୁଣି ପୋଖରୀଟା ଦେଖିଲି, ଯୋଉଥିରେ ନାଲି କଇଁ ଆଉ ଧଳା ପଦ୍ମ ଭର୍ତ୍ତି ହେଇଥିଲା। ମୁହଁଟା କିନ୍ତୁ ଭାରି ଅସନା। ସେ କହିଲେ ଦେଖୁଛୁଟି ପୋଖରୀ କି ଅପରିଷ୍କାର, ସେଠି କୋଉ ଫଟୋ ତୁ ଉଠେଇବୁ? ମୁଁ କହିଲି ଆରେ ପଙ୍କ ନ ପଡ଼ିଲେ କ'ଣ ପଦ୍ମ ଫୁଟେ? ରୁହ, ଫୁଲ ତ ଆସୁନି, ଏତେ ଦୂରରେ ଫୁଟିଛି, ଆଉ କାହିଁ ତାଙ୍କ ସାଙ୍ଗେ ଗେଜେ ଗେଜେ ହେବି? ମୁଁ ଅଳ୍ପ ସମୟରେ ପଳେଇ ଆସିଲି। ତଥାପି ଗୋଟେ କଳାହାଣ୍ଡିଆ ମେଘ ଉଠେଇ ଆଇଲା। NHରେ ଚଢ଼ିଲା ବେଳେ ମୁଁ ଏଇସବୁ ଦୃଶ୍ୟ ଦେଖି ଭାବୁଥିଲି, ମୁଁ ଯେତେବେଳେ ସ୍କୁଲ ଯାଉଥିଲି ଖାଲି ବିଲ ଗହିର, କେଡ଼େ ନିଛାଟିଆ, ଡର ଲାଗୁଥିଲା। ଏବେ କିନ୍ତୁ କେତେ ଗହଳି। ଏମିତି କଥା ହଉ ହଉ NHରୁ ଗଡ଼ିଲା ବେଳକୁ ମେଘ କୁଟିଲାଣି। ମୁଁ କହିଲି ରହିଯାଉନ ଟିକେ, ମେଘ ହଉଛି। ସେ କେବେ ବି ବର୍ଷା ହେଲେ ରହନ୍ତିନି,
ସବୁବେଳେ ଭିଜନ୍ତି ଆଉ ବହୁତ ଓଦା ସମ୍ଭାଳି ପାରନ୍ତି। ମୁଁ ତାଙ୍କ ସାଙ୍ଗେ ବି ଏମିତି ଆଗେ ବହୁତ ଭିଜୁଥିଲି, ହେଲେ ଏବେ ବୟସ ହେଇଗଲାଣି। ମୁଁ ତାଙ୍କୁ କହିଲି ରୁହ ଟିକେ ରହିଯିବା। ସେ କହିଲେ ନାଇଁ ଦେଖ ଆଉ ତ ପୁରା ଅଳ୍ପ ବାଟ, ଆମେ ଅଧା ଭିଜା ହେଇସାରିଲେଣି। ଯୋଉଠି ରହିବା ବି ସେଇ ଓଦାଟା ଆମ ଦେହରେ ଲାଗିକି ଆମର କ୍ଷତି କରିବ। ଆମେ ତ 10-15 ମିନିଟ୍ରେ ଘରେ ପହଞ୍ଚିଯିବା। ମୁଁ ଭାବିଲି ସତ କଥା ତ, ଜୀବନରେ ଆଉ ଏମିତି ବର୍ଷାରେ ଭିଜିକି ସ୍କୁଟର ଚଲେଇବାର ସୁଯୋଗ ମିଳିବ ନାହିଁ। କାହିଁକି ଅବାଧ୍ୟ ହେବି? ତାଙ୍କ କଥାରେ ମୁଁ ବସିଲି, ପଛରେ ବସିଥିଲି ସିନା, ସେ ଖାଲି ଜୋରରେ ଚଲେଇ କଚି କାଚିକି ମତେ ନଉଥିଲେ। ମନେ ମନେ ଚିଡୁଥିଲି। ମୂଳରୁ କହୁଛି କୋଉଠି ଟିକେ ରହିଲେନି। ରାସ୍ତା ଅବସ୍ଥା ଦେଖୁନାହାନ୍ତି। ସେଇ ରାସ୍ତାରେ ସେ ଖାଲି କଚି କାଚି ହେଇକି ଚଲଉଥିଲେ। ଆଉ ଆମେ ସବୁବେଳେ ଏମିତି ଖେଟଖାଟ ହଉଥାଉ। ହେଇ ଦେଖୁନାହାନ୍ତି ସ୍କୁଲ ପିଲାମାନେ ବି ଓଦା ହେଇଯିବେ ବୋଲି ଛିଡା ହେଇଛନ୍ତି, ସେ କିନ୍ତୁ ଛିଡା ହେଲେନି। ଆମେ ଯାହା ବି ହଉ ଆସି ଘରେ ପହଞ୍ଚିଗଲୁ। ଘରେ ପହଞ୍ଚିଲା ପରେ ମୁଁ ଭାବିଲି ଆରେ ହେ, ରାସ୍ତାଟା ଏଡେ ଶୀଘ୍ର ସରିଗଲା, ଆଉ ଟିକେ ଭିଜିଥିଲେ ଭଲ ହେଇଥାନ୍ତା। ମୁଁ ଧୀରେ ଧୀରେ ଘର ଆଡକୁ ଭିଡିଓ କରି ଗଲି। ଆମ ଗେଟଟା ଖୋଲିଲେ ଶବ୍ଦ ହୁଏ। ଆମ କୁନି ସେ ଶବ୍ଦକୁ ଭଲ ରକମ ଜାଣିଛି। ଆଉ ଯିଏ ଆସିଲେ ସେ ଦୌଡ଼ି ଆସି ତାଙ୍କୁ କୁଣ୍ଢେଇ ପକାଏ। ଟିକେ କାଖୁ ହେଇଗଲେ ଘର ଯାଏ। ମତେ ଦେଖି ସେ ଦୌଡ଼ିକି ଆସିଥିଲା, କିନ୍ତୁ ମୁଁ ତାକୁ କାଖୁ କଲିନି। ଦେଖୁନାହାନ୍ତି ସେ ମତେ କେଡେ କେଡେ ଆଖିରେ ଅନେଇଛି। ବୋଉ କଣ ଏମିତି ବର୍ଷାରେ ଭିଜୁଛି? ସେମାନେ ତ ବର୍ଷାରେ ଭିଜିଲେ ମୁଁ ଗାଳି ଦିଏ। ମୁଁ ଭିତରକୁ ଗଲା ବେଳକୁ ସାନ ବୋହୂ ବାଛୁଥିଲା ଶାଗ। ତାକୁ କହିଲି ଚାହା କରିବାକୁ। ସେ ତ ଶାଗ ବାଛୁଥିଲା, ସେ ସାନ ବୋହୂକୁ କହିଲା ଚାହା କରିବାକୁ। ସେ ବି ଭିଜିକି ଆଇଲେ। ମୁଁ ତରବର ହେଇଯାଇ ଲୁଗା ବଦଳେଇକି ଆଇଲି। ତାଙ୍କୁ କହିଲି ଯା ଲୁଗା ବଦଳ। ଆମେ ଲୁଗା ବଦଳେଇଲା ଭିତରେ ଚାହା ରେଡି। ଘରେ ଦିଦିଟା ବୋହୂ ଅଛନ୍ତି ବୋଲି ଏ ସୌଭାଗ୍ୟ। ଆମେ ଆସିଲା ବେଳକୁ ସେ ବି ଚା କରି ଆଣି ଧରେଇ ଦେଲେ। ଆମେ ଗରମ ଗରମ ଚା ପିଇଲୁ। ମୁଁ ଗୋଡ ହାତ ଲମ୍ବେଇ ମୋ ଚୁଟିକି ବି ଟିକେ ଶୁଖେଇ ଦେଲି। ବୟସ ହେଲାଣି, ଓଦା ହେଇଗଲେ ଜର ଫର ଯଦି ହବ, ସମସ୍ତେ କହିବେ ବୁଢାବୁଢୀ ଗୋଟା ଫୁଲେଇ ହଉଥିଲେ, ଯାଇ ଓଦା ହଉଥିଲେ, ଜର ହେଲା। କିଏ କଣ କହୁ ନ କହୁ, ଦେହ କଷ୍ଟ କଣ କିଏ ନବ? ସେଇଥିପାଇଁ ନିଜ ଦେହ ପାଇଁ ନିଜେ ସବୁବେଳେ ସଜାଗ ରହିବା କଥା। ସେ ବି ଲୁଗା ବଦଳେଇକି ଆସିଥିଲେ। ଆମେ ଚା ପିଇଲୁ, ଆଉ ଯାଇକି କଣ ସବୁ କଲୁ ସେଇଗୁଡା ବଖାଣିଲି। ଏଇଟା ଆମ ଘରର ଗୋଟେ ଦସ୍ତୁର। ଯିଏ ଯୁଆଡେ ଯାଇଥିବ ଆସିଲେ ଖାଲି ସେଇଆକୁ ଗାଇ ହବ, କିଏ ଶୁଣୁ ବା ନ ଶୁଣୁ। ମୁଁ ବି ସେମିତି ଗାଇ ହଉଥିଲି। ମାଉସୀ ଏମିତି ଥିଲେ, ଭାଉଜ ଏମିତି ଥିଲେ। ଭାଉଜ ମତେ ଗଛରେ କରମଙ୍ଗା ନଥିବାରୁ କରମଙ୍ଗା ଆଚାର ବି ଦେଇଥିଲେ, ଆଉ ପିଲାଙ୍କ ପାଇଁ ବି ମିଠା। ସେଇଆ କଥା ସବୁ କହୁଥିଲି। କୁନି ଆସି ମୋ ପାଇଁ ଟିକେ ଖୁନ୍ଦେଇ ପଡିଲା। ସେତେବେଳେ ମୁଁ କାଖୁ କଲିନି ନା। ସେ ମନେ ମନେ ଭାବିଲା ବୋଉ ମତେ କାହିଁକି କାଖେଇଲାନି। ସେଠୁ ଏଇଠି ଆସିକି ଖୁନ୍ଦି ହେଇକି ଟିକେ ଫୁଲେଇ ହଉଥିଲା। ଏତେବେଳକୁ ଦାଣ୍ଡରେ ପାଟରା ଡାକ ଶୁଭିଲା। ମୋର ଟିକେ ସାଗର କଣ୍ଟା ଆଉ କଳା ରବର ଦରକାର। ମୁଁ ସବୁବେଳେ ମୁଣ୍ଡରେ ଗୋଟେ ଗଣ୍ଠି ପକେଇଥାଏ ନା। ମୁଁ ସେ ଡାକ ଶୁଣି ଏଠୁ ଉଠି ପଡିକି ବାହାରକୁ ଗଲି। ବାହାରକୁ ସିନା ଗଲି, କିଛି ଲାଭ ନାହିଁ। ପାଟରା ତାର ସାଇକେଲ ନା ଲୁନାରେ ଆସିଥିଲା କେଜାଣି, ପଳେଇଲାଣି। ମୁଁ ଯାଇ ଦାଣ୍ଡରେ ପହଞ୍ଚିନି, ମୋ ପଛେ ପଛେ ଆମ କୁନି ଯାଇ ହାଜର। କଣ କରିବି, ସେଇଥିପାଇଁ ମୁଁ ବେଶୀ ଦାଣ୍ଡକୁ ଯାଏନି। ହେଲେ ଦାଣ୍ଡକୁ ଗଲା ବେଳକୁ ଦେଖିଲି ଖୁଡି ଛିଡା ହେଇଛନ୍ତି। ତାଙ୍କ ସାଙ୍ଗେ କୋଉ ଦିନୁ ଦେଖା ହେଇଥିଲା। ପଚାରିଲି ଖୁଡି କୁଆଡେ ଯାଇଥିଲ କି? ଖୁଡି କହିଲେ ବ୍ୟାଙ୍କ ଯାଇଥିଲି। ମୁଁ କହିଲି ଆସ ତମକୁ ତ କେବେ ଦେଖିପାରୁନି, ମୋ ଭିଡିଓରେ ହେଲେ ଟିକେ ରହିଯାଅ। ସେ ବି ଆଗ୍ରହରେ ମୋ ପାଖକୁ ଚାଲି ଆସିଲେ। ମୁଁ ତାଙ୍କ ସହିତ ଟିକେ ଭିଡିଓ କରିଦେଇ ଘରକୁ ଆସିଲା ବେଳକୁ ବୋହୂମାନେ 6 ତୁଣ 9 ଭଜା ରାନ୍ଧି ସାଇଲେଣି। ଗୁରୁବାରିଆ ରୋଷେଇ ବଢିଆ ହେଇଥିଲା। ପେଟେ ଖାଇଦେଇକି ଟିକେ ଶୋଇ ପଡିଲି।